ଆଜିର ସକାଳଟା ଆଉ ଗୋଟେ କୋଉଠି ଅଲଗା ଜାଗାରେ ସେଇଟା ହେଉଛି ଶାଶୁଘର। ଏଇଟା ହେଉଛି ଲାଷ୍ଟ ୱିକ୍ର ବ୍ଲଗ୍। ହଁ, ଯେତେବେଳେ ମୁଁ ଶାଶୁଘରକୁ ଯାଇଥିଲି ମୋ ଭଉଣୀକୁ ନେଇକି ଅପଲୋଡ଼ କରିନଥିଲି ବ୍ୟସ୍ତ ଭିତରେ, ସେଥିପାଇଁ ଭାବିଲି ଚାଲନ୍ତୁ ଆଜି ଆପଣଙ୍କୁ ମୋ ଶାଶୁଘର ଦେଖାଉଛି। ଏଇଟା ପଞ୍ଜାବର ପଟିଆଲାରେ ନାଭା ସିଟି। ଆଉ ଏଇଠି ମୋ ଶାଶୁଘର ସକାଳୁ ସକାଳୁ ଯାଇଥିଲି ସମସ୍ତଙ୍କ ପାଇଁ ବ୍ରେକଫାଷ୍ଟ ଆଣିବାକୁ। ଫାଷ୍ଟ ଏଇଠି ଛୋଲେ ଭଟୁରେ ଆଉ ଲମ୍ବା ଲାଇନ୍ ଛୋଲେ ଭଟୁରା ପାଇଁ। ଆଉ ଏଇଠି ନା ମୋତେ ପଞ୍ଜାବରେ ଗୋଟେ ଜିନିଷ ଭଲ ଲାଗେ, ସବୁ ସିଷ୍ଟମେଟିକ୍ ହୁଏ। ଏଇ ଯେମିତି ଲାଇନ୍ ଅନୁସାରେ ଲୋକମାନେ ତାଙ୍କର ଫୁଡ଼୍ ନିଅନ୍ତି। ଆଉ ବହୁତ ଭଲ ଜାଗା, ଆଉ ଭାଇବ୍ ବି ବହୁତ ଭଲ ପଞ୍ଜାବରେ। ଯେହେତୁ କାକାଙ୍କର ଝିଅ ଆସିଥିଲା ତାକୁ ନେଇକିନା ମୋ ଶାଶୁଘରକୁ ଯିବାଟା ତ ମ୍ୟାଣ୍ଡେଟରୀ। ତାପରେ ଏଇଠି ନେଇଥିଲି କଚୋଡ଼ି। ଏଇଠି ମୋ ଶାଶୁ ମା ଦେଖାଉଥିଲେ ଗୋଟେ ସ୍ୱେଟର ଡ୍ରେସ୍ ବୁଣିଛନ୍ତି ସେ ମୋ ଭାଣିଜୀଙ୍କ ପାଇଁ, ଯାହାର ଡିଜାଇନଟା ଏତେ ସୁନ୍ଦର, ବହୁତ ଭଲ ଲାଗୁଥିଲା। ଆଉ ମୁଁ ଯିବି ଘରକୁ ଆଉ ଗୋଶାଲା ଯିବିନି, ସେଇଟା ହେଇପାରିବନି। ଗୋଶାଲାକୁ ଯାଇଥିଲି ଆଉ ସେଇଠି ଗାଈମାନଙ୍କ ପାଇଁ ଖାଇବାର ବ୍ୟବସ୍ଥା କରିଥିଲି। ଗାଈମାନେ ମୋତେ ବହୁତ ଭଲ ଲାଗନ୍ତି। ଯେତେବେଳେ ଆପଣ ଦେଖିବେ ସେତେବେଳେ ମୁଁ ଗୋଶାଲା ଭିଡ଼ିଓ ନିଶ୍ଚିନ୍ତ ଦେଖାଏ। ଚେଷ୍ଟା କରିବି ସବୁବେଳେ ଗାଈମାନଙ୍କୁ ଖାଇବାକୁ ଦେବାକୁ। ଆଉ ଯେତେବେଳେ ବି ମୁଁ ଶାଶୁଘରକୁ ଯାଏ ଏଠିକି ତ ମଷ୍ଟ ଯାଏ, ଯେହେତୁ ଏଠି ଆମେ ମେମ୍ବର। ଆଉ ତାପରେ ଏଇଠି ଆମେ ଯାଇଥିଲୁ ନେହେର। ଏଇଠି ବହୁତ ସାରା ପଞ୍ଜାବୀ ମୁଭି ସୁଟ୍ ହେଇଛି। ହଁ, ଆଉ ମୋ ସ୍ୱାମୀ ନେଇକି ଯାଇଥିଲେ ଆମକୁ ତାଙ୍କର ପିଲାବେଳର ଜାଗା ଯେଉଁଠି ସେ ଫ୍ରୁଟ୍ ଚାଟ୍ ଖାଆନ୍ତି। ଏଇଟା ନାଭା ଗେଟ୍, ଏଇଠି ପଟିଆଲା ଗେଟ୍, ଆଉ ଏଇଟା ବସ୍ ଷ୍ଟାଣ୍ଡ। ତାପରେ ମାର୍କେଟର ବୁଲାବୁଲି ଟିକେ, ମାର୍କେଟ ବୁଲେଇଲୁ। ମାର୍କେଟ ଏଇଠି ବହୁତ ସୁନ୍ଦର, କିନ୍ତୁ ପଞ୍ଜାବର ମାର୍କେଟ ଗୁଡ଼ା ସତରେ ଅଲଗା।